ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିକୁଟି ମୌଜାରେ ଥିବା ମହାବଳା ଛକ ଠାରୁ ମଳଙ୍ଗ ବାଲିକୁଟି ମୌଜାର ଶେଷ ପର୍ଯ୍ୟନ୍ତ ଥିବା କୋଷ୍ଟ କେନାଲ ଉତ୍ତର ପଟେ ଥିବା ଉଚ୍ଚ ବନ୍ଧକୁ ବାଲିକୁଟି ଅଞ୍ଚଳର ମାଟି ମାଫିଆ ମାଟି ତାଡ଼ି ନେଇ ବିକ୍ରି କରୁଛନ୍ତି। ପୂର୍ବରୁ ଏହି ବନ୍ଧର ସୁରକ୍ଷା ପାଇଁ ସରକାରୀ ଅର୍ଥ ବିନିଯୋଗକାରୀ ନଡ଼ିଆ ଗଛ ରୋପଣ କରାଯାଇଥିଲା। ମାତ୍ର ମାଟି ମାଫିଆମାନେ ଟ୍ରାକ୍ଟର ଚଢ଼ାଇ ଗଛଗୁଡ଼ିକ ନଷ୍ଟ କରିଦେଇଛନ୍ତି। ବନ୍ଧ ପାର୍ଶ୍ୱରେ ଥିବା ଗୋଚର ଭୂମିରେ 20 ରୁ 25 ଫୁଟ ଗଭୀରରୁ ମାଟି ଉତ୍ତୋଳନ କରିନେଇଥିବାରୁ ବନ୍ଧ ଧୋଇ କେନାଲରେ ମିଶିଯାଇଥିବା ଆଶଙ୍କା ସୃଷ୍ଟି ହୋଇଛି। ଏହି ବନ୍ଧ ଧୋଇଗଲେ ହଜାର ହଜାର ହେକ୍ଟର ଚାଷ ଜମିରୁ ଲୁଣି ପାଣି ମାଡ଼ିଯିବା ସହିତ ଏସବୁ ଜମିଗୁଡ଼ିକର ଧାନ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି। ଫଳରେ ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅସାଧୁ ମାଫିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବନ୍ଧର ସୁରକ୍ଷା ପାଇଁ କାର୍ତ୍ତିକ ପଟ୍ଟନାୟକ, ଜଗବନ୍ଧୁ ଦଳାଇ, ସୁଶାନ୍ତ ରାଉତ, ସୂର୍ଯ୍ୟକାନ୍ତ ନାୟକ, ନରୋତ୍ତମ ଗିରି, ପ୍ରଭୁରାମ ଜେନା, ଚିନ୍ତାମଣି ଦାସ, ଗୋପାଳ ସାହୁ, ରଶ୍ମିରେଖା ପାତ୍ର ପ୍ରମୁଖ ଦାବି କରିଛନ୍ତି। ମୋ ନାଁ ହେଉଛି କାର୍ତ୍ତିକ ପଟ୍ଟନାୟକ, ବାଲିକୁଟି ପଞ୍ଚାୟତ, ଗ୍ରାମ ମଳଙ୍ଗ ବାଲିକୁଟି। କ'ଣ ହେଇଛି ଟିକେ କହିଲେ? ମୋର କହିବା କଥା ହେଉଛି ମାଉଳାଠୁ ପ୍ରଧାନ ପୁଲଜା ଯେଉଁ କେନାଲ ବନ୍ଧ ଅଛି, ସେଇ ବନ୍ଧରେ ଆମର 2007ରେ ବନ୍ଧ ଭାଙ୍ଗି ଯାଇଥିଲା। ତା ଫଳରେ ଗାଁ ଲୋକ ଯାଇକି କିଛି ବନ୍ଧ ଦେଇଥିଲେ, ଯାହାକି ଆମର ଚାଷଟା ପାଣି ଅଟକି ଯାଏ ବହୁତ, ତେଣୁ ଚାଷ ସବୁ ହୁଏ ନାହିଁ, ମରିଯାଏ। ତେଣୁ ସେଇ ସବୁ ଜାଗାରୁ ବାବୁଲିଗିରି ଆଉ ମାଟି ବିକୁଛି। ତେଣୁ ତାକୁ ବାରଣ କଲାବେଳକୁ ସେ ଶୁଣୁନାହିଁ, ଦାଦାଗିରି ଭଳିଆ ମାଟି ଖୋଳି ଚାଲିଛି। ତେଣୁ ସରପଞ୍ଚକୁ ଜଣେଇଲି, ସରପଞ୍ଚ ବି କିଛି ପଦକ୍ଷେପ ନେଲେ ନାହିଁ। ଏଇ କେନାଲରେ ନଡ଼ିଆ ଗଛ ସରକାରଙ୍କର ଲାଗିଥିଲା, ସେ କେନାଲରେ ନଡ଼ିଆ ଗଛ ସବୁ ଟ୍ରାକ୍ଟରରେ ଚାପି ହେଇ ସବୁ ନଡ଼ିଆ ଗଛ ନଷ୍ଟ ହୋଇଯାଇଛି। ତେଣୁ ଏସବୁ ପାରମିଶନ ଦେଉଛି କିଏ? ତା ପାଖର ସାଇଡ଼୍ରେ ମାଟି ଖୋଳିକି ବଡ଼ ବଡ଼ ଗଡ଼ିଆ ଖୋଳୁଛି, ବଡ଼ ବଡ଼ ଝିଲି ପାଖରୁ ବି ମାଟି ନେଉଛି, କେନାଲ ବନ୍ଧରୁ ବି ମାଟି ନେଉଛି। ବାରଣ କଲାବେଳକୁ ଦାଦାଗିରି ଭଳିଆ କଥା କହୁଛି। ଏସବୁ ପାରମିଶନ ତାଙ୍କୁ ଦେଲା କିଏ? ତେଣୁ ପ୍ରଶାସନକୁ ଅତିକି ତ ଆମେ କହିପାରୁନେ, କିଛି କି ଜଣେଇ ପାରୁନେ। ତେଣୁ ଜଣେଇବା ପାରିବା ଭିତରେ ଆମେ ସରପଞ୍ଚକୁ ଜଣାଉଛେ। ତେଣୁ ସରପଞ୍ଚ କୌଣସି ପଦକ୍ଷେପ ନେଉନାହାନ୍ତି।